ପୁରୁଷମାନଙ୍କ ଏହି ଅଭ୍ୟାସ ଲକ୍ଷ୍ମୀ ଛଡ଼ା କରିଥାଏ। ପତ୍ନୀକୁ ବୋଝ ବୋଲି ଭାବିବା, ଝିଅ ଜନ୍ମ ହେବା ପରେ ଅଶାନ୍ତି ହେବା, ପତ୍ନୀ ଜମା କରିଥିବା ପଇସାକୁ ଛଡ଼େଇ ନେବା, ପତ୍ନୀଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନିତ କରିବା, ପତ୍ନୀକୁ ଖର୍ଚ୍ଚ କରିବାକୁ ପଇସା ନ ଦେବା, ପିଲାମାନଙ୍କୁ ମାଡ଼ ମାରିବା, ପର ସ୍ତ୍ରୀଙ୍କ ସହିତ ସମ୍ପର୍କ ରଖିବା, ସବୁବେଳେ ନିଶାପାନ କରିବା। ସୁସ୍ଥ ରହିବାର କିଛି ନିୟମ। ସୁସ୍ଥ ରହିବା ପାଇଁ ପ୍ରତିଦିନ 6ରୁ 8 ଘଣ୍ଟା ଶୋଇବା ଉଚିତ। ସୁସ୍ଥ ରହିବା ପାଇଁ ଟେନସନ୍ ମୁକ୍ତ ରହିବା ଅତ୍ୟନ୍ତ ଜରୁରୀ। ଖାଲି ପେଟରେ ସକାଳେ ଚା, କଫି, କୋଲ୍ଡ ଡ୍ରିଙ୍କସ୍, ମଦ୍ୟପାନ, ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଖାଦ୍ୟରେ ସଠିକ୍ ପରିମାଣର ଫାଇବର ରଖନ୍ତୁ। ଫାଇବର ମାନେ ଆପଣଙ୍କର ପେଟ ହଜମ କରିପାରୁଥିବା ଖାଦ୍ୟ ଖାଆନ୍ତୁ। ମଧ୍ୟାହ୍ନ ଭୋଜନ ପରେ ବାମ କଡ଼ରେ କିଛି ସମୟ ଶୁଅନ୍ତୁ। ରାତ୍ରି ଭୋଜନ ପରେ ଅତି କମରେ 500 ପାଦ ଚାଲନ୍ତୁ। ରାତିରେ ଭାରୀ ଖାଦ୍ୟ ଯଥା ଦହି କିମ୍ବା ରାଜମା ଚାଉଳର ଭାତ ଖାଆନ୍ତୁ ନାହିଁ। ଭୋକ ଲାଗିଲା ପରେ ହିଁ ଖାଦ୍ୟ ଖାଆନ୍ତୁ। ଚିନି ଆଉ ଲୁଣ ଖାଇବାର ମାତ୍ରା କମ୍ କରନ୍ତୁ। ଦୋକାନ ବଜାରରେ ଖାଇବା ଅଭ୍ୟାସକୁ ହ୍ରାସ କରନ୍ତୁ। ପ୍ରତିଦିନ ନିୟମିତ ବ୍ୟାୟାମ କରନ୍ତୁ। ଆପଣଙ୍କ ଖାଦ୍ୟରେ ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ କରନ୍ତୁ। ସିଗାରେଟ, ମଦ, ତମାଖୁ ଇତ୍ୟାଦି ଖାଆନ୍ତୁ ନାହିଁ। ଅଭ୍ୟାସ ଥିବା ଲୋକମାନଙ୍କୁ ଏହାକୁ ଛାଡ଼ିବା ବହୁତ କଷ୍ଟକର। ତେଣୁକରି ଛୋଟ ଛୋଟ ଷ୍ଟେପ୍ ନେଇ ଛାଡ଼ିବାକୁ ଚେଷ୍ଟା କରନ୍ତୁ। ମନ୍ଦିରରେ କ'ଣ ଦାନ କରିବା ଦ୍ୱାରା କି ଫଳ ମିଳିଥାଏ? ଅନ୍ନ ଦାନ କରିବା ଦ୍ୱାରା ଲକ୍ଷ୍ମୀ ମାତାଙ୍କ କୃପା ଦୃଷ୍ଟି ପଡ଼ିଥାଏ। ଦୀପ ଦାନ କରିବା ଦ୍ୱାରା ଗ୍ରହ ଶାନ୍ତି ହୋଇଥାଏ। ପତାକା ଦାନ କରିବା ଦ୍ୱାରା ମାନ ସଂସ୍କାର ମିଳିଥାଏ। କର୍ପୂର ଦାନ କରିବା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଗରିବଙ୍କୁ ସାହାଯ୍ୟ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ମୋର ପ୍ରଥମ ଭୁଲ, ମୁଁ ତୁମକୁ ଅନ୍ଧ ଭଳିଆ ଭଲ ପାଉଥିଲି। ଦ୍ୱିତୀୟ ଭୁଲ, ମୁଁ ତୁମ ଉପରେ ଆଖି ବନ୍ଦ କରି ଭରସା କରୁଥିଲି। ଆଉ ତୃତୀୟ ଭୁଲ, ତମ ପାଇଁ ମୁଁ ନିଜକୁ ହଜେଇ ଦେଲି। ଆଚାର୍ଯ୍ୟ ଚାଣକ୍ୟ କହୁଛନ୍ତି, ସ୍ୱର୍ଗରେ ଅମୃତ ଥିଲେ ହେଁ ଦେବତାମାନେ ଯେପରି ଅପ୍ସରାଙ୍କର ଅଧରାମୃତ ପାନ କରିବାକୁ ଲାଳାୟିତ ହୁଅନ୍ତି, ସେହିପରି ମୋର ସଂସ୍କୃତ ଭାଷାରେ ଯଥେଷ୍ଟ ଜ୍ଞାନ ଥିଲେ ମଧ୍ୟ ମୋର ଅନ୍ୟ ଭାଷା ଶିଖିବାକୁ ଲୋଭ ହେଉଛି। ଜୟ ଶ୍ରୀ ଜଗନ୍ନାଥ।